ମାନେ ଯୋଉ କଣ ମନକୁ ସ୍ଥିର କରିବାର ସେଟାକୁ ଯୋଉ କହନ୍ତି କହିଲେ ଆପଣ ଗୋଟେ ଭିଡିଓରେ ଯେ ବହୁତ ଇଜି, ଯେ କେମିତି ସେଟା ଇଜି ମୁଁ ଜାଣିପାରୁନି। କଣ ଯୋଉ ଆମେ ଯୋଉ ଚକ୍ରକୁ ନିଜ ଯୋଉ ଚକ୍ର ସବୁ ଇଏ କରିବାର ଅଛି, ପ୍ରଥମେ ତ ମୂଳାଧାରରୁ ଆରମ୍ଭ ହଉଛି ନା, ସେତିକି ତ କରି ହଉନି, ମନଟାକୁ ତ ସ୍ଥିର କରି ହଉନି, ତାହେଲେ ତାକୁ ମୋ କରିବାଟା ସହଜ କେମିତି ହବ? ନାଇଁ, ମନ ପ୍ରଥମେ ସ୍ଥିର ନହେଲା ପର୍ଯ୍ୟନ୍ତ ଚକ୍ର ପାଖକୁ କଣ ଯାଇ ହବ? ନାଇଁ ତ, ତାକୁ କେମିତି କରିହବ, କେମିତି ସେଇ ଜିନିଷଟା ମୋର ଦରକାର ଜାଣେ। ସେ କରିହବ ମାନେ ସଦ୍ଗୁରୁଙ୍କ ସୂତ୍ର ସ୍ମରଣ କରିକି ଆଗେ ମନକୁ ସ୍ଥିର କର, ତାପରେ ଆଜ୍ଞା ଧୀରେ ଧୀରେ ଚକ୍ରଭେଦ କରିବ। ନା ସେଟା ଆଗେ ପ୍ରଥମେ ମନ ସଦ୍ଗୁରୁ କରୁଛୁ ନା ମା? ଆଜ୍ଞା, ମୁଁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ବୈକୁଣ୍ଠ ଆସିଛି। ବ୍ରହ୍ମଚାରୀ କରୁଛୁ ଯେ ସିଏ ତମକୁ ସୂତ୍ର ଦେଇଛନ୍ତି ନା? ସେ ମନ୍ତ୍ର ଖାଲି ଯୋଉ ବାବା ତ ସୂକ୍ଷ୍ମ ଶରୀର ମାନେ ସ୍ଥୂଳ ଶରୀରରେ ମୁଁ ଜାଣେ ନାହାନ୍ତି। ତାଙ୍କୁ ଭଲ ଭାବରେ, ଆଜ୍ଞା ଆଜ୍ଞା କିନ୍ତୁ ଆଜ୍ଞା ମୋର ଆଜ୍ଞା କହିବା କଥା ହଁ ବାବା ହଁ ତୁମକୁ ସୂତ୍ରରେ କିଛି ମାନେ ପ୍ରାଣାୟାମ ସୂତ୍ରରେ କିଛି ଦେଇଛନ୍ତି ନା ଖାଲି ଏମିତି ମନ୍ତ୍ର ଜପ କରିବା ପାଇଁ ଯାଇଛନ୍ତି? ଖାଲି ମନ୍ତ୍ର ଜପ। ନାଇଁ ନାଇଁ, ସେ ଜାଣିଛନ୍ତି ଠିକ, ସେ ପ୍ରକୃତ ହୁଁ ସଦ୍ଗୁରୁ, ହୁଁ କିନ୍ତୁ ହଁ ହେଲେ ହଁ କଣ ହବ, ହଁ ସେ ତମକୁ ଦେଇନାହାନ୍ତି ସେ ଜିନିଷ। ହୁଁ ତମକୁ ଜିନିଷ ତମେ ସଦ୍ଗୁରୁ ସୂତ୍ର ଟାକୁ ସ୍ମରଣ କରିବା ପାଇଁ ପଡିବ। ସେ ଜପ ଆଜ୍ଞା କରିବା ଦ୍ଵାରା କୁଣ୍ଡଳିନୀ ଜାଗ୍ରତ ହବା ପାଇଁ ତାଙ୍କର କିଛି ଫର୍ମୁଲା ସୂତ୍ର ସବୁ ଥିବ, ଲେଖା ଲେଖି ଦେଇଛନ୍ତି ନା? ଖାଲି ତାଙ୍କୁ ମନ୍ତ୍ର ଦେଇଛନ୍ତି। ଆଉ କିଛି ଦେଇନାହାନ୍ତି? ଗୁରୁ ନାଇଁ, ଗୁରୁ ଗାୟତ୍ରୀ, ସେଠୁ ତାପରେ ଯୋଉ ମହାମନ୍ତ୍ର, ଏଇଆ। ଗୁରୁ ଗାୟତ୍ରୀ ମନ୍ତ୍ର, ଆଉ କିଛି ନୁହେଁ? ନାଇଁ ଆଜ୍ଞା ନାଇଁ। ନା, ତାର କିଛି ବାଟ ଅଛି, ଆଉ ଯଦି ଅଧିକା ଜାଣିବା ପାଇଁ ଚାହୁଁଛୁ ତାହେଲେ ତ କାହାକୁ ପଚାରିକି ବୁଝିବୁ ଆଉ। ଆଜ୍ଞା। ସେ ତ ମାନେ ଜିନିଷ ଠିକ, କିନ୍ତୁ ଆଜ୍ଞା ତାର ସବୁ ଜିନିଷ ତମକୁ କରିବାକୁ ପଡିବ ଆଉ। ଆଜ୍ଞା। ଗୋଟେ କଥା ହଉଛି, ଆଜ୍ଞା ଏ ଚକ୍ରଭେଦ ପ୍ରତ୍ୟେକ ଚକ୍ରର ହୁଁ ଗୋଟେ ହୁଁ ଗୋଟେ ନିର୍ଦ୍ଦିଷ୍ଟ ମନ୍ତ୍ର ଅଛି। ଆଜ୍ଞା। ସେ ମନ୍ତ୍ରକୁ ସିଦ୍ଧି କଲେ ଚକ୍ର ଗୁଡାକ ବଳେ ବଳେ ଆକ୍ଟିଭେଟ ହେଇଯିବେ। ହଁ ହଁ, ସେଇଟା ଆପଣ କହନ୍ତି ମୁଁ ଶୁଣୁଛି, ହୁଁ। କିନ୍ତୁ ଶୁଣିଲେ ଯଦି ହବନି ନା। ନାଇଁ, 6 ଯଦି ଚକ୍ରର କେବଳ 6 ପ୍ରକାରର ମନ୍ତ୍ର ଅଛି। ସେ ମନ୍ତ୍ରକୁ ଆଜ୍ଞା ସିଦ୍ଧି କଲେ, ସେ ମନ୍ତ୍ରକୁ ସିଦ୍ଧି କରି ସେ ଜାଗାକୁ ଖାଲି ମନ ସେ ଜାଗାରେ ପଠେଇକି ମନ୍ତ୍ର ସ୍ମରଣ କଲା ମାତ୍ରେ ସେ ହୁଁ ହୁଁ ଚକ୍ର ସାଙ୍ଗେ ସାଙ୍ଗେ ଆକ୍ଟିଭେଟ ହେଇଯିବେ। ହୁଁ ଆଉ ତେଣୁ ତାକୁ ସେ ଛଡ଼ ଚକ୍ର ପୂର୍ବରୁ ବର୍ତ୍ତମାନ ମନକୁ ସ୍ଥିର କରିବା ପାଇଁ ପଡିବ। ମନକୁ ସ୍ଥିର କରିବା ପାଇଁ ବି ମନ୍ତ୍ର ଅଛି। ତେଣୁ ଓହୋ ପ୍ରଥମେ ମନ୍ତ୍ର ସ୍ମରଣ କରିକି ଆଗେ ମନକୁ ସ୍ଥିର କର। ମନକୁ ଆଜ୍ଞା ସ୍ଥିର କରି ସାରିଲା ପରେ ତାପରେ ଗୁରୁ ସୂତ୍ର ଧରିବ। ଆଜ୍ଞା ଗୁରୁ ସୂତ୍ର ସହିତ ମନ ସ୍ଥିର ମନ୍ତ୍ର ସ୍ମରଣ କଲେ ମନ ଅଟୋମେଟିକ ସ୍ଥିର ହେଇଯିବ। ତାପରେ ସେ ଜିନିଷ ଟା ବାବାଙ୍କୁ ପଚାରିଲେ, ମୋର ଏତେ ବାଟକୁ ମୁଁ ଯାଇପାରିନି, ସେ ବାବାଙ୍କୁ ମୁଁ ପଚାରି ପାରିବି ବୋଲି। ସେ ପଚାରି ହେଲାନି, ତାପରେ ବାବାଙ୍କର ତ ସମୟ ହେଇଗଲା। ନାଇଁ, ମୁଁ ତ ଏବେ ନେଇଛି 4 ମାସ ହେଲା, କାର୍ତ୍ତିକ ପୂର୍ଣ୍ଣିମାରୁ। ନା, କାର୍ତ୍ତିକ ପୂର୍ଣ୍ଣିମାରୁ ଆଜ୍ଞା କଣ ବାବା ଥିଲେ ନା? ନାଇଁ, ମାନେ ସେ ପୀଠରେ ଯାଇକି ଖାଲି ମନ୍ତ୍ର ନେଇଛି। ନା ନା, ଆଉ ମନ୍ତ୍ର ଦେଲେ କିଏ? ଆମର ତାଙ୍କର ଯିଏ ତାଙ୍କ ପରିଧି ଯୋଉ ସଚେତନାନନ୍ଦ ବାବା ସିଏ ଦେଲେ। ବାସ୍, ବର୍ତ୍ତମାନ ତାଙ୍କୁ ପଚାର। ଆଜ୍ଞା। ତାଙ୍କୁ ପଚାର ଛଡ଼ ଚକ୍ର ଜାଗ୍ରତ କରିବା ପାଇଁ ଫର୍ମୁଲା କଣ କୁହ, ସେ ଦେଇଦେବେନି। ଓହୋ। ତାଙ୍କୁ ପଚାରିକି ସେଗୁଡା ସବୁ ବୁଝିବ। ଆଉ ବୁଝି ଆଜ୍ଞା ସାରିଲା ପରେ ତାପରେ ଆଜ୍ଞା ଯାହା କିଛି କରିବା ପାଇଁ ସୁବିଧା ଅସୁବିଧା ହୁଏ, ତାହେଲେ ମୁଁ ଅଛି, ସେଗୁଡା ସବୁ ସଜାଡି ଦେବି, ଭଲ ନା କହିଦେବି। ଆପଣଙ୍କର ମୁଁ ଭିଡିଓ ସବୁ ଦେଖେ, ହୁଁ ମାନେ ବହୁତ ଭଲ ଲାଗେ, କାହିଁକି ନା ଏଇଟା କେହି ତ ଯାହା କହିଲେ ସେଇ ପବ୍ଲିକ ରେ କୁହନ୍ତି ନା, ଆପଣ ସେଟାକୁ ନ କହିଲେ ବି ଲୋକ ଯେତିକି ଯୋଉ ଜଣେ ଦି ଜଣ ବି ଦେଖନ୍ତି ତାଙ୍କର ବି ଉନ୍ନତି ହବ ନା। ହୁଁ ଆଗ ସମସ୍ତେ ତ ଖାଲି ଫଟୋରେ ଦେଖିବେନି, କିନ୍ତୁ ସେଇଟା ପ୍ରାୟ ଲୋକ ଏଇଟା କହନ୍ତିନି। ନାଇଁ, ମୋର କହିବା କଥା ଯେ ଯୋଉ ଆଜ୍ଞା ଗୋଟେ ଜିନିଷ କହନ୍ତିନି ଏଇଟା ସତ ଯେ, ହୁଁ କିନ୍ତୁ ହୁଁ ହୁଁ ୟୁଟ୍ୟୁବ ରେ ଛାଡିବା ଦ୍ଵାରା ହୁଁ ହୁଁ 5 ଜଣରୁ ତ 3 ଜଣ ନେଇକି 2 ଜଣ ସେଇଆ ମୋ କହିବା କଥା ସେଇଆ, ମାନେ କେହି ତ ଗୋଟେ ବିକଳରେ ଅନେଇଥିବ ଯେ ଏଇଟା ମୁଁ ପାଉନି, ମୁଁ ପାଇଯିବି ବୋଲି। ସେଇ ସକାଶେ ତ ମୁଁ ଛାଡୁଛି ଏବଂ ଲୋକମାନେ ମଧ୍ୟ ଖୁସି ହଉଛନ୍ତି। ଆଜ୍ଞା 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 ସେଇଥିପାଇଁ ସେଗୁଡା ସବୁ କହିଦଉଛି, ତମେ ଚିନ୍ତା କରିକି କର, ଦେଖିବ କଣ ହଉଛି। ଆଜ୍ଞା ଆଜ୍ଞା, ମାନେ ଯେତେବେଳେ ତାର ଆଉ ପଚାରି କିଛି ତାଙ୍କୁ ହିଁ ହଁ ସେ ଯାହା କହିଲେ ସେ ନହେଲେ ଆଉ କିଛି ତାଙ୍କୁ ତାକୁ ତମେ ଏମିତି ପଚାର, ଆଜ୍ଞା ତାପରେ ତାକୁ ଆଜ୍ଞା ଯଦି ସନ୍ତୁଷ୍ଟ ଉତ୍ତର ନ ପାଇବ ତାହେଲେ ଦେଖିବା। ଆଜ୍ଞା। ଆଗେ ତାଙ୍କୁ ପଚାରିବା ନିହାତି ଦରକାର। ଆଜ୍ଞା। ତାଙ୍କୁ ପଚାର, ସିଏ ଯଦି ତମକୁ କିଛି ଭେଦ ଦୃଶ୍ୟ କିଛି ନ କହନ୍ତି, ତମେ ତ ଜାଣିବା ପାଇଁ ଚାହୁଁଛ, ତାହେଲେ ଦେଖିବା କଣ ହବ ଆଉ। ଆପଣ ତ ପିଲାଦିନୁ
ମୋର ତ ସବୁ ଚାଷ ଆଉ ପିଲା ଦିନ ତ ଆଉ ଦୟାନିଧି ପରମହଂସ ବାବାଙ୍କର ନାଁ ନା? ହଁ ଦୟାନିଧି ମୁଁ ତ ମୁଁ ଆପଣଙ୍କର ସବୁ ଭିଡିଓ ଶୁଣେ, ସେୟାର ବି କରେ, ଯିଏ ଜାଣିବାକୁ ଚାହାନ୍ତି ତାଙ୍କୁ ସେୟାର ବି କରେ। ଠିକ ଅଛି, ସେମିତି ଦେଖୁଥା ତ ମନର ପ୍ରଶ୍ନ ପାଇଯିବ। ଯଦି ହଁ କେତେବେଳେ ଗୁରୁ କୃପା ହେଲେ ସେ ଆପଣଙ୍କ ଦ୍ୱାରା ବି ମିଳିଯିବ। ଆଉ ତ ଜଣେ ଗୁରୁ ମାନେ ଯାହାଠୁ ତ ଯାହା ଶିଖିଲେ ସେ ଗୁରୁ ହେଲେ ନା। ମୁଁ ଏଇଟାକୁ ଭାବେ, ଯୋଉ ଯାହା ବି କୁହନ୍ତୁ ତାଙ୍କ ଖରାପଟାକୁ ଛାଡିକି ତାଙ୍କ ଭଲଟାକୁ ଗ୍ରହଣ କରିବାର ଅଛି। ଯିଏ ବି ହୁଅନ୍ତୁ, ଯାହା ବି ହୁଅନ୍ତୁ, ସେମାନେ କେହି ଖରାପ ନୁହନ୍ତି। ସମସ୍ତେ ମୁଁ ଭାବେ ଈଶ୍ୱରଙ୍କର, ସମସ୍ତେ ତ ଆତ୍ମା ସମସ୍ତଙ୍କ ଭିତରେ ଅଛି ଈଶ୍ୱରଙ୍କ ଅଂଶ। ବାସିରେ ପବନ ଛାଇବା ସେଇଟା ଆପଣଙ୍କର ଗୋଟେ ଇଏରେ ଏପିସୋଡରେ ଦେଖିଥିଲି। ସେଇଟା ଅମାବାସ୍ୟା ମାନେ ଯୋଉ ନିଶା ପାଳନ ଦିନ ନା ଅମାବାସ୍ୟା ପରଦିନ? ନା ଅମାବାସ୍ୟା ପରେ ନିଶା ପାଳନ ଯୋଉଟା ପାଳନ କରୁଛନ୍ତି ସେଇ ଅମାବାସ୍ୟା ନା ଯୋଉଟା ଲେଖା ହଉଛି କ୍ୟାଲେଣ୍ଡରରେ ଯୋଉ ଅମାବାସ୍ୟା ଟା ଲେଖା ହଉଛି ସେଇ ଅମାବାସ୍ୟା? ପାଞ୍ଜିରେ ଯୋଉ ଅମାବାସ୍ୟା ଅଛି, ଆଜ୍ଞା, ସେଇ ଅମାବାସ୍ୟା ଯୋଉ ଦିନ ପଡିବ, ଆଜ୍ଞା, ସେ ନିଶିଟା ପାର ହେଲେ ତା ପରଦିନ ଭୋରୁ। ଆମର ଯୋଉ ଅମାବାସ୍ୟା ଦିନ ଜାଗ୍ରତ, ମାନେ ଅମାବାସ୍ୟା ଦିନ ଯୋଉ ସତ୍ସଙ୍ଗ କରାହଉଛି, ନିଶି ପାଳନ ଯୋଉଟା କରାହଉଛି, ସେଇଟା ନୁହଁ। ନିଶି ପାଳନ କଣ ମୁଁ ଜାଣିନି। ମୋର କହିବା କଥା ହଉଛି, ଶୁଣ, ଯୋଉ ଅମାବାସ୍ୟା ସେଇ ଦିନ ରାତି ପାର ହବ, ତା ପରଦିନ ସକାଳୁ। ସେ ନିଶି ପାଳନ ଫିସି ପାଳନ ଯିଏ ଯାହା କରୁଛନ୍ତି ସେଟା ଅଲଗା କଥା। ପାଞ୍ଜିରେ ଦେଖିଦବ ଅମାବାସ୍ୟା ଯୋଉ ଦିନ ତା ପରଦିନ ସକାଳୁ। ଆଉ ଯୋଉ ପଣା ସଂକ୍ରାନ୍ତି ଏଇ ଆମର ଏଇ ଚୈତ୍ର ଅମାବାସ୍ୟା ପଡିବ, ସେଇଟା ତ ଚୈତ୍ର ଅମାବାସ୍ୟା ଗଲାନି ନା ପଡିବ? ଏଇଟା ଆଜ୍ଞା ଏଇ ଯୋଉ 28 ତାରିଖ ନା 29 ତାରିଖ ଅଛି ଅମାବାସ୍ୟା। ଆଜ୍ଞା ହଁ, ଅମାବାସ୍ୟା ପରଦିନଟା। ଆଉ ସଂକ୍ରାନ୍ତିଟା ବି ସେମିତି, ପଣା ସଂକ୍ରାନ୍ତି। ପଣା ସଂକ୍ରାନ୍ତିଟା, ସଂକ୍ରାନ୍ତି ଯୋଉ ଦିନ ସକାଳୁ ସଂକ୍ରାନ୍ତି ସେଇଦିନ ଭୋରୁ। ସଂକ୍ରାନ୍ତି ଯୋଉ ଧରନ୍ତୁ ଆଜି ସଂକ୍ରାନ୍ତି, ଆଜି ଭୋରୁ ଯୋଉ ଦିନ ସଂକ୍ରାନ୍ତି ପଡିବ ସେଇଦିନ ସୂର୍ଯ୍ୟ ଘରେ ଚାଲିବାର ଅଛି, ଚନ୍ଦ୍ର ଉଦୟ ପୂର୍ବରୁ। ଆଜ୍ଞା।